विषय नाम किस दि फ्रॉग एंड दि क्रो लेसन 4 है दि फ्रॉग एंड दि क्रो लेसन 4 फ्रॉग माने किस फ्रॉग माने है लेखि लेखि चलो फ्रॉग माने होची बेंगो क्रो माने काऊ है काऊ केबे देखिछो ना नहीं देखिछो काऊ रंग केमती कला धला काऊ देखिछो धला काऊ अछि कि ନାଇଁ ହେଲା तो देखो ना व्हाट डू यू सी व्हाट डू यू सी इन दिस पिक्चर काहाको देखुचो ए पिक्चर रे काहाको देखुचो क्रो एंड फ्रॉग ହେଲା तो आंसर होची आई सी क्रो एंड फ्रॉग इन दी पिक्चर व्हाट आर दे डूइंग ସେମାନେ କଣ କରୁଛନ୍ତି परस्पर को चाहा चाही ହେଇଛନ୍ତି परस्पर को चाहा चाही ହେଇଛନ୍ତି ନା ନାଇଁ ହେଲା ଦେ आर लुकिंग देमसेल्फ ହେଲା तापर कैन यू गेस व्हाट दे आर टॉकिंग अबाउट तो तुम कहि पारछो कि ସେମାନେ किसो କଥା होउतबे चाहा चाही कि କଥା होउतबे ना खाली चाहा चाही हिचो निहाती किछि गुटे କଥା होउतबे ହେଲା तो तुम गेस करि पारछो कि नाही ହେଲା तो होउची देखबा किसो होउची किसो କଥା होउछन एठी पढी पढी देखबा ହେଲା ए फ्रॉग लिव्ड इन अ पॉन्ड ହେଲା गोटे फ्रॉग लिव्ड लिव्ड माने किसो एल आई भि रु ହେଇଛି लिव माने होची किसो बास करिबा बास करिबा लिखि दियो लिव रो भि2 किसो हबो लिव्ड लिव्ड लिखि दियो ହେଲା बार बार पूर्व विषय भी लिखिଛ लिव माने ହେଲା राजू लिव विथ हिज किसो ग्रैंडफादर एंड ग्रैंडमदर एंड ग्रैंड फादर एंड मदर लिव माने किसो बास करिबा ए फ्रॉग लिव इन ए पॉन्ड इन माने होची किसो भितरे ହେଲା बा होची जो जगह रे रुह सेठी किसो लागे इन लागे आ होची पॉन्ड माने किसो पोखरी बा पोखरी ହେଲା पॉन्ड माने होची पोखरी ए फ्रॉग लिव्ड इन ए पॉन्ड गोटिए बेंगो जे कि होची कोठी बास करथला पोखरी रे बास करथला दी फ्रॉग वाज बिग फ्रॉग टा केमती थिला गुडा बड़ थिला बड़ बेंगो थिला ହେଲା बिग बिग माने बड़ तुमे माने जानिछो बिग रो अपोजिट किसो स्मॉल बिग रो अपोजिट स्मॉल नो अदर फ्रॉग इज नो अदर फ्रॉग इन दी पॉन्ड वाज एज बिग एज हिम ହେଲା नो अदर अदर माने किसो अन्य ओटी एच ईआर अदर माने किसो अन्य तो होची से बेंगोटा जेतकी बड़ थिला अलगा बेंगो सेतकी तार पाखा पाखी भी हेउ नथिले बुझेला अलगा बेंगो गुडा किसो थिले छोट लेखलो अदर माने किसो अन्य तापर देखबा दिस मेड हिम प्राउड ହେଲା ତ ସେ ଯେତେବେଳେ ବି ବଡ ତୁମେ ଜାଣିଛ ଯିଏ ହଉଛି ବେଶୀ ଧନୀ ଯିଏ ହଉଛି ସବୁଠୁ ବଡ ସେ ଟିକେ ଗର୍ବ ଦେଖାଏ ହେଲା ତ ମେଡ ମେଡ କୋଉଠୁ ହେଇଛି ମେକ୍ ରୁ ହେଇଛି ମେକ୍ ରୁ ହେଇଛି ମେଡ ମେକ୍ ମାନେ କି ତିଆରି କରିବା ତିଆରି କରିବା ଇଏ ଗୋଟେ ଭାର ହେଲା ତାର ଭି2 ହବ ହଉଛି ମେଡ MADE ତାର ଭି3 ହବ ହଉଛି ମେଡ ଦେଖୁନି ମେକ୍ ର କିସ ମେଡ ଭି2 ହଉଛି ମେଡ ଆଉ ଭି3 କିସ ସେଇ ମେଡ ଦେଖିଲା ନା ହେଲା ତ ହଉଛି ତାକୁ ଗର୍ବ କି ପାଇଁ ଅନୁଭବ କରୁଥିଲା କି ପାଇଁ ନା ହଉଛି ସେ ସବୁଠୁ ବଡ ବେଙ୍ଗ ଥିଲା ହେଲା ତ ସେଇଟା ହଉଛି କି ସେ ଗର୍ବ ଅନୁଭବ କରୁଥିଲା ସେଥିପାଇଁ ବୁଝିପାରିଲ ତାପରେ ଦେଖବା କିସ ହେଲା ମୋଷ୍ଟ ଅଫ ଦି ଟାଇମ ଇନ ସମର ହି लिव्ड इनसाइड वाटर ହେଲା ତ ଯେତେବେଳେ ସାମାର ମାନେ କିସ ଜାଣିଛ ସାମାର ମାନେ ହଉଛି ଗ୍ରୀଷ୍ମ ବୁଝିହେଲା ତ ମୋଷ୍ଟ ମୋଷ୍ଟ ମାନେ ହଉଛି ଅଧିକାଂଶ ମୋଷ୍ଟ ମାନେ କିସ ଅଧିକାଂଶ 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 ଟାଇମ ମାନେ ଜାଣିଛ ସମୟ ଅଧିକାଂଶ ସମୟରେ ସେ ଅଧିକାଂଶ ଗ୍ରୀଷ୍ମ ସମୟରେ ସେ लिव्ड इनसाइड वाटर ହେଲା ଇନସାଇଡ ମାନେ ଭିତରେ ପାଣି ଭିତରେ ହଉଛି କିସ ରହୁଥିଲା ପାଣି ଭିତରେ ରହୁଥିଲା ଇନସାଇଡ ମାନେ ହଉଛି କିସ ଭିତରେ ଇନସାଇଡ ଇନସାଇଡ ମାନେ ଭିତରେ ଇନସାଇଡ ର ଅପୋଜିଟ ଲେଖିଦିଅ ଆଉଟସାଇଡ ଅପୋଜିଟ ହଉଛି କିସ ଅପୋଜିଟ ଏଇଠି ଲେଖିଦିଅ OPPO SID ଅପୋଜିଟ କିସ ଆଉଟସାଇଡ
ଇନସାଇଡ ର ଅପୋଜିଟ କିସ? ଆଉଟସାଇଡ। ବୁଝିଯିବ, ମନେ ରହିଯିବ। ସବୁ ମନେ ରହିବ କିନ୍ତୁ ଖାଲି ପରୀକ୍ଷାରେ ହଉଛି କିସ ମନେ ରହିବନି ହେଲା। ତ ଲେଖି ଦେଇଥାଅ। ପରୀକ୍ଷାରେ ସବୁ ମନେ ଅଛି, ସବୁ ଜାଣିଛ ହେଲା, ଖାଲି ପରୀକ୍ଷାରେ ଯାହା ତୁମେ ହଉଛି କିସ ଗଣ୍ଡ ମୂର୍ଖ ହେଇଯାଉ। ସତ ନା? ସତ ନା ମିଛ? ଲେଖଲ। ଇନସାଇଡ ର ହଉଛି ଆଉଟସାଇଡ। ତାପରେ ହଉଛି ବାଟ ମୋଷ୍ଟ ଅଫ ଦି ଟାଇମ ଇନ ୱିଣ୍ଟର ହେଲା। ୱିଣ୍ଟର ମାନେ କିସ? ଶୀତ ହେଲା। ବାଟ ମାନେ ହଉଛି କିନ୍ତୁ ହେଲା। ବାଟ ମାନେ କିସ? କିନ୍ତୁ। କିନ୍ତୁ ଶୀତର ଅଧିକାଂଶ ସମୟରେ ହି ଲିଭଡ ଆଉଟସାଇଡ ଦି ୱାଟର ହେଲା। କିନ୍ତୁ ଶୀତ ଋତୁରେ ସେ କୋଉଠି ରହେ? ପାଣି ବାହାରେ ରହେ ହେଲା। ଇନ୍ ୱାଟର ହି ଫେଲ୍ଟ ସେଡ୍ ଫର ଦି ଫିଶେସ୍ ହେଲା। ଇନ୍ ୱାଟର ମାନେ ହଉଛି ପାଣି ଭିତରେ। ହି ଫେଲ୍ଟ, ଫେଲ୍ଟ ଟା କୋଉଠୁ ହେଇଛି କଣ? ଫିଲ୍, ଫିଲ୍ ରୁ ହେଇଛି। FEEL। ଫିଲ୍ ମାନେ ହଉଛି ଅନୁଭବ କରିବା, ଅନୁଭବ କରିବା। ଫିଲ୍ ରୁ କିସ ହେଇଛି? V2 ହବ ହଉଛି ଫେଲ୍ଟ, FELT। କିସ ହବ? FELT ହେଲା। ଅଲଗା କଲର ପେନ୍ ରେ ଲେଖା, ରେଡ କଲର ରେ ଲେଖା ହେଲା। ପିଙ୍କ କଲର ହଉ। କିରଣ ଫେଭରାଇଟ ପିଙ୍କ ଟା ଦେଖେଇବନି। ହଉ, ତାହେଲେ ତ ଫେଭରାଇଟ କଲର ଲେଖା ହେଲା। ଲେଖିଲ ନା? ଫିଲ୍ ର କିସ? FEEL। ଫିଲ୍ ହଉଛି ଅନୁଭବ କରିବା। ଭାର୍ବ ଗୋଟେ ଇଏ, ଅନୁଭବ କରିବା। ୟାର V2 କିସ? ଫେଲ୍ଟ, FELT। ତାର ଭିତରେ ବି କିସ? ଫେଲ୍ଟ, FELT। ବୁଝିଗଲା? ଲେଖି ଚାଲ। ତାପରେ ହଉଛି କିସ ପଢବା? ତାପରେ ହଉଛି ଦେଖବା। ତ ହଉଛି ସେ କିସ କରେ? ସେ ହଉଛି ଅଧିକାଂଶ ସମୟରେ କାହାର ପାଇଁ ହଉଛି ଦୁଃଖ ଅନୁଭବ କରୁଥିଲା? ଫିସେସ୍ ମାନଙ୍କର ପାଇଁ ହେଲା। କାହାର ପାଇଁ? ଫିସେସ୍ ମାନଙ୍କର ପାଇଁ। ଇନ୍ ୱାଟର ହି ଫେଲ୍ଟ ସେଡ୍ ଫର ଦି ଫିସେସ୍ ହେଲା। ତ ହଉଛି ସେ ହଉଛି ଫିସେସ୍ ମାନଙ୍କ ପାଇଁ ଦୁଃଖ ଅନୁଭବ କରୁଥିଲା। ଦେ ହେଡ୍ ଟୁ ଲିଭ୍ ଅଲୱେଜ ଇନସାଇଡ ୱାଟର ହେଲା। ଫିସ୍ ମାନେ କି ପାଇଁ ଦୁଃଖ ଅନୁଭବ କରୁଥିଲା? ଦେ ହେଡ୍ ଟୁ ଲିଭ୍, ସେମାନଙ୍କୁ କୋଉଠି ରହିବା ପାଇଁ ପଡୁଥିଲା? ସର୍ବଦା। ଅଲୱେଜ ମାନେ ହଉଛି କି ସବୁବେଳେ। ALWAYS। ଅଲୱେଜ ମାନେ କି ସବୁବେଳେ। ଲେଖିଦିଅ। ଅଲୱେଜ ମାନେ ସବୁବେଳେ ହେଲା। ତ କଣ ପାଇଁ ଦୁଃଖ ଅନୁଭବ କରୁଥିଲା? କାରଣ ହଉଛି ଫିସ୍ ମାନେ ଅଲୱେଜ କୋଉଠି ରହୁଥିଲେ? ଇନସାଇଡ ୱାଟର ଭିତରେ ରହୁଥିଲେ। କୋଉଠି ଲିଭ୍ କରୁଥିଲେ? ଇନସାଇଡ ୱାଟର ରେ ଲିଭ୍ କରୁଥିଲେ ହେଲା। ସେ ସାମାର ହଉ କି ୱିଣ୍ଟର ହଉ, କୋଉଠି ଲିଭ୍ କରୁଥିଲେ? ଇନସାଇଡ ୱାଟର ହେଲା। ଯେମିତି ହଉଛି ଫ୍ରଗ ହଉଛି କିସ ଆଉଟସାଇଡ ୱାଟର କେତେବେଳେ ଲିଭ୍ କରେ? ଆଉଟସାଇଡ ୱାଟର ରେ ହଉଛି ୱିଣ୍ଟର ସିଜନ ରେ। ଆଉ ହଉଛି ଇନସାଇଡ ୱାଟର କେତେବେଳେ ରହେ? ସମର ସିଜନ ରେ। କିନ୍ତୁ ହଉଛି ଫିସ୍ ମାନେ ହଉଛି ସବୁବେଳେ, ୱିଣ୍ଟରରେ ବି ସମରରେ ବି। ବହୁତ ଟାଇମ ରହୁଛି ସେଇ ଇନସାଇଡ ୱାଟର ରହିବେ ନା ବାହାରେ ରହିବେ ଖରା? ପାଣି ଭିତରେ ହିଁ ରହିବେ ହେଲା। ବାହାରେ ରହିଲେ ତ କିସ ହେଇଯିବେ? ଉପରକୁ ପଳେଇବେ ହେଲା। ତ ହଉଛି ହି ଫେଲ୍ଟ ପ୍ରାଉଡ ଏଜ ୱେଲ ହେଲା। ତ ସେମାନଙ୍କର ପାଇଁ ତ ଦୁଃଖ ଅନୁଭବ କରୁଥିଲା ଠିକ ଅଛି। ସେ ହଉଛି ନିଜର ନିଜକୁ ଗର୍ବୀ ମନେ କରୁଥିଲା। ବୁଝିଗଲା? ମୁଁ ସେମାନଙ୍କଠୁ କେତେ ମହାନ ହେଲା। ସେମାନେ ହଉଛି ବାହାରେ ରହିପାରୁନି ହେଲା। ମାନେ ହଉଛି କିସ ଗୋଟେ ଜାଗାରେ ହିଁ ରହୁଛ, ମୁଁ ଦୁଇଟା ଜାଗାରେ ରହୁଛି। କିଏ କହୁଛି? ବେଙ୍ଗ ହେଲା। ସେଇ ପାଇଁ ଗର୍ବୀ ଅନୁଭବ କରୁଥିଲା। ହି ଫେଲ୍ଟ ପ୍ରାଉଡ, ପ୍ରାଉଡ ମାନେ କିସ? ଗର୍ବୀ। ଗର୍ବୀ ବା ଗର୍ବ। PROUD ହେଲା। PROUD ପ୍ରାଉଡ ମାନେ କିସ? ଗର୍ବ ହେଲା। ଦେଖିଲ ନା? ତ ହଉଛି କଣ ପାଇଁ ସେ ଗର୍ବ ଅନୁଭବ କରୁଥିଲା? ତାର କାରଣ କିସ? କାରଣ ହଉଛି ସେ ଦୁଇଟା ଜାଗାରେ ରହିପାରୁଥିଲା। ଉଭୟ ବାହାରେ ବି, ପାଣି ବାହାରେ ବି, ପାଣି ଭିତରେ ବି ହେଲା। ହି କ୍ୟାନ ଲିଭ୍ ବୋଥ ଇନ୍ ୱାଟର ଏଣ୍ଡ ଲ୍ୟାଣ୍ଡ ଏଣ୍ଡ ଅନ୍ ଲ୍ୟାଣ୍ଡ ହେଲା। ସେ ହଉଛି ବୋଥ, ବୋଥ ମାନେ ଉଭୟ। ବୋଥ ମାନେ କିସ? ଉଭୟ। ଲେଖିଦିଅ। ନହେଲେ ମୁଁ ଲେଖୁଥିବି ତୁମେ ମାନେ ହଉଛି କରି ଯାଇ ରହିଥିବ। ବୋଥ, ବୋଥ ଜଳରେ ବି ୱାଟରରେ ବି ରହିପାରେ। ଆଉ ଲ୍ୟାଣ୍ଡ, ଲ୍ୟାଣ୍ଡ ମାନେ କିସ? ଭୂମି। ଲ୍ୟାଣ୍ଡ ମାନେ ହଉଛି କିସ? ଭୂମି ଉପରେ ବି ରହିପାରେ। ବୁଝିଲା? ସେଇ ପାଇଁ ନିଜକୁ ଗର୍ବୀ ଅନୁଭବ କରୁଥିଲା। When on land he felt sad for other animals ହେଲା। ଆଉ ହଉଛି when ମାନେ କିସ? when ମାନେ ହଉଛି କେତେବେଳେ। when ମାନେ ହଉଛି କେତେବେଳେ ହେଲା। କେତେବେଳେ ଲେଖିଦିଅ। ବନାନ ଜାଣିଛ?
କେତେବେଳେ ବା ହଉଛି or ରେ ଏମିତି ଗାର ଟାଣିକି ଲେଖିଦିଅ ହଉଛି କିସ ଯେତେବେଳେ। ଯେତେବେଳେ ବି ବୁଝାଏ when ମାନେ କିସ କେତେବେଳେ ବି ଯେତେବେଳେ ବି ବୁଝାଏ। ବୁଝିପାରିଲ? ବୁଝିଲୁ କିରଣ? ऋषि ରାଜଶେଖର ହେଲା। ତାପରେ ଦେଖ କିସ ହେଲା। ତ ହଉଛି ସେ ହଉଛି କିସ ସେଡ୍ ସେଡ୍ ମାନେ ଦୁଃଖିତ ଜାଣିଛ ହେଲା। ସେ ଅଲଗା ଆନିମଲ ମାନଙ୍କ ପାଇଁ ହଉଛି କିସ ଦୁଃଖ ଅନୁଭବ କରୁଥିଲା। ଦେ କୁଡ ନଟ ଲିଭ୍ ଇନ୍ ୱାଟର ହେଲା କି ପାଇଁ ନା ହଉଛି ସେମାନେ ହଉଛି ଜଳରେ ରହି ପାରୁନାହାନ୍ତି ହେଲା। ଦିସ୍ ମେଡ୍ ହିମ୍ ଷ୍ଟିଲ୍ ମୋର ପ୍ରାଉଡ ହେଲା। ତ ଏଇ ଯେ ଦୁଃଖ ଅନୁଭବ କରୁଛି ଠିକ ଅଛି କିନ୍ତୁ ହଉଛି ଏଇ କଥାଟା ହଉଛି ସେମାନେ ରହିପାରନି ବୋଲି ତାକୁ ହଉଛି କିସ ଆହୁରି ଅଧିକା ଗର୍ବ ହଉଛି ଦିଏ ହେଲା। କି ଗର୍ବ ଫାଷ୍ଟ ହଉଛି କି ପାଇଁ ଗର୍ବ କରେ? ଫାଷ୍ଟ ହଉଛି ମାଛ ମାନଙ୍କୁ ଦେଖିକି ଦୁଃଖ ପ୍ରକାଶ କରେ ବୁଝିହେଲା। ଆଉ ହଉଛି ଗର୍ବ ବି ପ୍ରକାଶ କରେ କଣ ପାଇଁ? କାରଣ ହଉଛି ମାଛ ମାନେ ହଉଛି ସ୍ଥଳ ଭାଗରେ ଆଉ ଜଳ ଭାଗରେ ରହିପାରନ୍ତିନି ହେଲା। ତାପରେ ହଉଛି ସେ ହଉଛି ଯେତେବେଳେ ମାନେ ହଉଛି ଭୂମିରେ ଥିବା ପ୍ରାଣୀ ମାନଙ୍କୁ ଦେଖେ ମାନେ ହଉଛି ଯେମିତି କିସ ମାନେ ଭୂଇଁ ପାଇଁ ପାଣି ମାନଙ୍କୁ ମାନେ ଭୂଇଁରେ ଯୋଉମାନେ ରୁହନ୍ତି ସେମାନଙ୍କୁ କିସ କୁହାଯାଏ? ସ୍ଥଳଚର। ଯୋଉମାନେ ଜଳରେ ରୁହନ୍ତି ସେମାନଙ୍କୁ କୁହାଯାଏ ଜଳଚର। ଆଉ ଯୋଉମାନେ ସ୍ଥଳ ଭାଗରେ ରୁହନ୍ତି ସେମାନଙ୍କୁ କିସ କୁହାଯାଏ? ସ୍ଥଳଚର। କିନ୍ତୁ ହଉଛି ବେଙ୍ଗ ହଉଛି ଉଭୟ ସ୍ଥଳଚର ଜଳଚର ହେଲା। ତ ସେ ହଉଛି ଜଳଚର ମାନଙ୍କୁ ଦେଖିକି ହଉଛି କିସ ଦୁଃଖ ପ୍ରକାଶ କରେ ଆଉ ଗର୍ବରେ ଫୁଲି ଉଠେ ହେଲା କହିବା ଅଛି ଏମାନେ ହଉଛି ସ୍ଥଳରେ ରହିପାରୁନାହାନ୍ତି। ଆଉ ଯେତେବେଳେ ହଉଛି ସ୍ଥଳରେ ଦେଖେ ମାନେ ହଉଛି ଭୂମିର ଜୀବଜନ୍ତୁ ମାନଙ୍କୁ ଦେଖେ ସେମାନଙ୍କୁ ଦେଖିକି ପୁଣି ଦୁଃଖ ପ୍ରକାଶ କରେ ହେଲା କହିବା ହଉଛି ଏମାନେ ବିଚରା ଜଳରେ ରହି ପାରୁନାହାନ୍ତି ହେଲା ଆଉ ନିଜକୁ ନିଜକୁ କିସ ଗର୍ବୀ ମନେ କରେ କିଏ? ବେଙ୍ଗ ହେଲା। ହି ୱାଜ ବେଟର ଦେନ ବୋଥ ଫିସେସ୍ ଇନ୍ ୱାଟର ଆଣ୍ଡ ଏନିମଲ୍ସ ଅନ୍ ଲ୍ୟାଣ୍ଡ ହେଲା। ତ ସେ ମନେ ମନେ ଭାବୁଥାଏ ହଉଛି ସେ ହଉଛି ସବୁଠୁ ବେଟର ହେଲା କାହାଠୁ ମାଛ ମାନଙ୍କଠୁ ବି ଆଉ ହଉଛି କାହାଠୁ ସେଇ ହଉଛି ପଶୁ ମାନଙ୍କ ଯୋଉମାନେ ଯୋଉ ପଶୁ ମାନେ ହଉଛି ଭୂମିରେ ରୁହନ୍ତି ହେଲା ସେଇ ପଶୁ ମାନଙ୍କଠୁ ବି ସେ ହଉଛି ବହୁତ ଭଲ। ଆଉ ହଉଛି ଯୋଉ ମାଛ ମାନେ ହଉଛି ପାଣିରେ ରୁହନ୍ତି ମାଛ ମାନେ ପାଣି ରୁହନ୍ତି ସେମାନଙ୍କଠୁ ବି କିସ ବହୁତ ଭଲ। କିଏ? ଫ୍ରଗ ହେଲା। ହି କୁଡ ବୋଥ ସୁଇମ୍ ଆଣ୍ଡ ୱାକ୍ ହେଲା। ସେ ଗର୍ବ କି ପାଇଁ କରୁଛି ସେ ହଉଛି ବୋଥ ସୁଇମ ବି କରିପାରେ ପହଁରି ବି ପାରେ ହେଲା। ଆଉ ହଉଛି କିସ ୱାକ୍ ମାନେ ଚାଲିପାରେ ସୁଇମ ମାନେ କିସ ପହଁରିବା SWIM। ସୁଇମ ମାନେ ହଉଛି ପହଁରିବା ହେଲା। ଆଉ ହଉଛି ୱାକ୍ ମାନେ କିସ ଚାଲିବା। ସୁଇମ ଗୋଟେ ଭାର୍ବ ହେଲା ତାର ହଉଛି ବି ଟୁ ସ୍ୱାମ SWAM ତାର V3 ବି SWAM ଲେଖିଦିଅ। ସୁଇମ ସ୍ୱାମ SWAM ତାପରେ ତାର ଭିତରେ ବି କିସ ସ୍ୱାମ SWAM ଚିହ୍ନି ହଉଛି ନା କିରଣ? ହେଲା ଆଉ ଯାହାକୁ ଚିହ୍ନି ହଉନି ତାର ସାଉଣ୍ଡ ଶୁଣିକି ଲେଖ ମୁଁ ତ କହୁଛି ହେଲା। ଆଉ ୱାକ୍ ବି ଗୋଟେ ଭାର୍ବ ୱାକ୍ ମାନେ କିସ ଚାଲିବା ମର୍ଣ୍ଣିଂ ୱାକ୍ ଶୁଣିଛ ନା ନାଇଁ? ହେଲା ୱାକ୍ ମାନେ ବି ଚାଲିବା ତ ୱାକ୍ ର V2 କିସ ହବ ୱାକ୍ଡ WALKED ତାର ଭିତରେ ବି WALKED ହେଲା। ୱାର୍ଲ୍ଡ କୁ କହିବନି ୱାକ୍ଡ ୱାକ୍ଡ ଲେଖିଲ। ୱାକ୍ ମାନେ ଚାଲିବା ହେଲା। ତାପରେ ଦେଖବା କିସ ହଉଛି ହେଲା। କେତେଟା ବେଳେ ଏତେ ବ୍ୟସ୍ତ କି ନା ହଉଛୁ ପଢତେ ଇଚ୍ଛା ନାହିଁ ବୋଧେ ଧୀରେ ଧୀରେ କିରଣ ପଢବାର ଇଣ୍ଟରେଷ୍ଟ କମିଗଲା ନାଇଁ। ତାପରେ ହଉଛି ଏତିକି ଯାଇ ପଢିବା ହି କୁଡ ଜାମ୍ପ ଏଜ ୱେଲ ହେଲା। ପୁଣି ହଉଛି କିସ ବେଙ୍ଗ ହଉଛି ଜାମ୍ପ କରିପାରେ ଜାମ୍ପ ମାନେ କିସ ଡିଆ ମାରିବା। JUMP ଜାମ୍ପ ମାନେ ହଉଛି ଡିଆ ମାରିବା ଇଏ ବି ଗୋଟେ ଭାର୍ବ ଡିଆ ମାରିବା। ଲାଷ୍ଟରେ ଯୋଉ ଗୋଟେ ବା ଲାଗୁଛି ସେଗୁଡା ହଉଛି କିସ ଭାର୍ବ ଗୁଡା ମାନେ କ୍ରିୟାପଦ ହେଲା। ଯୋଉଗୁଡା ହଉଛି ଖାଇବା ପିଇବା ହେଲା ବସିବା ପଢିବା ନାଚିବା ସବୁ ହଉଛି କିସ ଭାର୍ବ। ଡିଆ ମାରିବା ୟାର V2 କିସ ହବ ଲେଖିଲ ଡିଆ ମାରିବା ଲେଖିଲ। ହେଲା V2 ହବ ଜାମ୍ପ JUMPED ଆଉ ଭିତରେ ବି ସେଇ ଜାମ୍ପ JUMPED ଲେଖିଲ ନା। ହେଲା ସେ ହଉଛି କିସ ଜାମ୍ପ ମଧ୍ୟ କରିପାରେ ହେଲା ୱେଲ ମାନେ ହଉଛି ଭଲ ଭାବରେ ବୁଝିହେଲା WELL ୱେଲ ମାନେ କିସ ଭଲ ଭାବେ ଭଲ ଭାବେ ଲେଖିଲ ହେଲା। ହି ଫେଲ୍ଟ ସ୍ୟାଡ ଫର ହେଲା ଆଉ ସେ କାହା ପାଇଁ ଦୁଃଖ ଅନୁଭବ କରେ ହି ଫେଲ୍ଟ ସ୍ୟାଡ ଫର
एनिमल्स दैट कुड ओनली वॉक हैला। से पुणी दुख अनुभव करे कहा पाई, जो एनिमल माने होची केवल होची चालंती हैला। ओनली कुड वॉक, ओनली कुड वॉक माने किस, कुड ओनली वॉक माने होची जो माने केवल चाली पारंती सेମାନଙ୍କ ପାଇଁ ବି କିସ ଦୁଃଖ ଅନୁଭବ करे। व्हाट ए सैड थिंग हैला, ଏହା କି ଦୁଃଖର ବିଷୟ ହେଲା। ଥିଙ୍ଗ ମାନେ କିସ ଜିନିଷ, THING, ଥିଙ୍ଗ ମାନେ ଜିନିଷ କିନ୍ତୁ ଏଠି ବିଷୟ ହିସାବରେ ବ୍ୟବହାର ହେଇଛି ହେଲା। ଥିଙ୍ଗ ମାନେ ଜିନିଷ, ଆଉ ହ୍ୱାଟ ମାନେ ଜାଣିଛ, ତୁ ତ ବୋକା ସବୁ କହିଲୁ ମୁଁ କହିବି କଣ ହେଲା, ପଚାର ନା ନାହିଁ ହ୍ୱାଟ ମାନେ କଣ। ତାପରେ ତୁମେ କିସ ଡାୟଲଗ ମାରିଦିଅ, ତୁ ତ ବୋକା ସବୁ କହିଲୁ ମୁଁ କହିବି କଣ। ସେମିତି ଛୋଟବେଳେ ଖେଳିନ ନା, ସାଙ୍ଗକୁ ପଚାରିବୁ ହ୍ୱାଟ ମାନେ କଣ, କହନା ତୋର ଯଦି ଏତେ ପାଠ ଜାଣିଛୁ ହ୍ୱାଟ ମାନେ କଣ। ତାପରେ ହଉଛି ସିଏ ଡାୟଲଗ ମାରିଦବ ହଉଛି ତୁ ତ ବୋକା ସବୁ କହିଲୁ ମୁଁ କହିବି କଣ। ହ୍ୱାଟ ମାନେ କଣ, ତାପରେ ତୁ କହିବୁ ହ୍ୱାଟ ମାନେ କଣ, ତାପରେ ମୁଁ ପଚାରିବି ହ୍ୱାଟ ମାନେ କଣ ହେଲା। ରାଗିଯିବୁ ନା ନାଇଁ ବାର ବାର ପଚାରିଲେ। ବୁଝିପାରିଲୁ ନା ନାଇଁ କମେଡିଟା। ହ୍ୱାଟ ମାନେ କଣ କିରଣ, କି କହିଲି, ମୁଁ ପଚାରିଲି ହ୍ୱାଟ ମାନେ କଣ। ହ୍ୱାଟ ଏ ସ୍ୟାଡ୍ ଥିଙ୍ଗ, ୱାନ୍ କୁଡ୍ ଓନଲି ୱାକ୍ ଏଣ୍ଡ କୁଡ୍ ନଟ୍ ଜମ୍ପ ହେଲା। ତ ଏହା କି ଦୁଃଖର ବିଷୟ, ଜଣେ କେବଳ ଚାଲିପାରିବ ଆଉ କି ଡିଆଁ ବି ମାରି ପାରିବନି ହେଲା। ହି ସେଡ୍ ଟୁ ହିମସେଲ୍ଫ, ସେଡ୍ ଟା କୋଉଠୁ ହେଇଛି ସେ ରୁ ହେଇଛି, SAY। ସେ ମାନେ ହଉଛି ଗୋଟେ ଭାର୍ବ, ଇଏ ମାନେ କି କହିବା, କହିବା ସେ ରୁ କିସ ହେଇଛି ସେଡ୍, SAID, ତାର ଭିତରେ ବି କିସ SAID। ଦେଖିଲ, ସେ ମାନେ କହିବା ହେଲା ସେଡ୍ ହେଇଛି। ତ ହଉଛି ହି ସେଡ୍ ଟୁ ହିମସେଲ୍ଫ, ହିମସେଲ୍ଫ ମାନେ ନିଜକୁ ହେଲା। ହିମସେଲ୍ଫ ମାନେ ନିଜକୁ, ବନାନ ଦେଖି ହଉଛି ଯଦି ନିଜେ ଲେଖିଦିଅ, ହିମସେଲ୍ଫ HIM ହିମ ସେଲ୍ଫ SELF। ହିମସେଲ୍ଫ ମାନେ କିସ ନିଜକୁ, ସେ ନିଜକୁ ନିଜକୁ କହି ହଉଛି ଲାଇଫ ୱିଲ ବି ରିଏଲି ବୋରିଂ ଟୁ ଲିଭ୍ ହେଲା। ଲାଇଫ ଗୋଟେ ହଉଛି କିସ ବୋରିଂ ଜିନିଷ ହେଲା, ଲାଇଫ ବଞ୍ଚିବା ପାଇଁ ବୋରିଂ। ଲାଇଫ ୱିଲ ବି ରିଏଲି ବୋରିଂ ଟୁ ଲିଭ୍ ଓନଲି in water or on land to walk or jump ହେଲା। ସେ କହୁଛି ଖାଲି ଜଳରେ ଆଉ ସ୍ଥଳ, ଖାଲି କେବଳ ଜଳରେ ଆଉ ହଉଛି କିସ କେବଳ ଭୂମିରେ ଯଦି ରହିବ ଲାଇଫ ଟା କିସ ବୋରିଂ। କିଏ କହୁଛି, ଆମର ବେଙ୍ଗ କହୁଛ ହେଲା, ବେଙ୍ଗ ନାନୀ କହୁଛ। ବେଙ୍ଗ ନାନୀ କହୁଛନ୍ତି ଯେ ଲାଇଫ ହଉଛି ବୋରିଂ ଯଦି ତୁମେ କେବଳ ହଉଛି କିସ ପାଣିରେ ରହୁଛ, ଆଉ ଯଦି ତୁମେ କେବଳ ଭୂମିରେ ରହୁଛ ହେଲା। ଟୁ ୱାକ୍ ଅର୍ ଜାମ୍ପ ହେଲା, ଆଉ ନହେଲେ କିସ ତୁମେ ଖାଲି ଜାମ୍ପ ମାରି ପାରୁଛ, ଆଉ ନହେଲେ ହଉଛି ତୁମେ ଖାଲି ଚାଲି ପାରୁଛ, ବୁଝିହେଲା ହେଲା। ସେଇଟା ହଉଛି ଲାଇଫ ହଉଛି କିସ ବୋରିଂ, ଯଦି ଖାଲି ତୁମେ କେବଳ ଜଳରେ ରହୁଛ ସେଇଟା ପାଇଁ ବି ବୋରିଂ, ଆଉ ଯଦି ତୁମେ ସ୍ଥଳରେ ରହୁଛ ସେଇଟା କେବଳ ସ୍ଥଳରେ ରହୁଛ ସେଇଟା ପାଇଁ ବି ବୋରିଂ ହେଲା। ଆଉ ହଉଛି ଯଦି ତୁମେ ଖାଲି ଡିଆଁ ମାରୁଛ ତେବେ ସେଇଟା ବି ବୋରିଂ, ଆଉ ଯଦି ତୁମେ ହଉଛି କିସ ଖାଲି ଚାଲି ପାରୁଛ ସେଇଟା ବି ବୋରିଂ। ବୁଝିହେଲା, କିଏ କହୁଛି, ଆମର ବେଙ୍ଗ ନାନୀ ହେଲା। ଦାସ, ଦାସ ଦି ଫ୍ରଗ ସ୍ପେଣ୍ଟ ମୋଷ୍ଟ ଅଫ ହିଜ ଟାଇମ ହେଲା। ତେଣୁ ଦାସ ମାନେ କିସ, ଦାସ ମାନେ ହଉଛି ତେଣୁ, ସ ମାନେ ବି ତେଣୁ, ବୁଝିହେଲା। ଦାସ ମାନେ ବି ତେଣୁ, ସ ମାନେ ବି ତେଣୁ, ବୁଝିହେଲା, ଲେଖିଲ ନା। ଦାସ ହେଲା। ଦି ଫ୍ରଗ ସ୍ପେଣ୍ଟ, ସ୍ପେଣ୍ଟ ଟା କୋଉଠୁ ହେଇଛି କଣ, ସ୍ପେଣ୍ଡ ରୁ ହେଇଛି, SPEND। ସ୍ପେଣ୍ଡ ମାନେ ହଉଛି ବିତାଇବା, ବିତାଇବା ହେଲା। ସ୍ପେଣ୍ଡ ମାନେ ବିତାଇବା, ଭାର୍ବ ଟା ଗୋଟେ, ତାର V2 ହବ ସ୍ପେଣ୍ଡ, SPENT, ତାର ଭିତରେ ବି ସ୍ପେଣ୍ଡ, SPENT, ଲେଖିଲ ନା। ତାର V2 ବି ସ୍ପେଣ୍ଡ SPENT, ତାର ଭିତରେ ବି ସ୍ପେଣ୍ଡ SPENT, ବୁଝିହେଲା। ଆଉ ସ୍ପେଣ୍ଡ ମାନେ ଖର୍ଚ୍ଚ କରିବା ବି ହେଲା। ଇଂଲିଶ ର ଜାଣିଛ, ଇଂଲିଶ ର ହଉଛି କି ସମା ବାପା ନାହିଁ, ମାନେ ହଉଛି ଗୋଟେ ଜିନିଷର ମାନେ ଗୋଟେ ୱାର୍ଡ ର ମାନେ ହିଁ ଏଇ ଜାଗାରେ ଅଲଗା ବୁଝଉଥିଲେ ଆଉ ଗୋଟେ ମାନେ ଜାଗାରେ ଅଲଗା ବୁଝେଇବୁ, ବୁଝିହେଲା। ତ ହଉଛି କିସ, ଦି ଫ୍ରଗ ସ୍ପେଣ୍ଡ ମୋଷ୍ଟ ଅଫ ହିଜ ଟାଇମ ଥିଙ୍କିଂ ଅବାଉଟ ହିମସେଲ୍ଫ ହେଲା। ତ ସେ ବେଙ୍ଗ କିସ କରୁଥାଏ, ତାର ଅଧିକାଂଶ ସମୟ ଥିଙ୍କ ମାନେ ହଉଛି ଭାବିବା, ଥିଙ୍କିଂ ଟା କୋଉଠୁ ହେଇଛି, ଥିଙ୍କ ରୁ ହେଇଛି, THINK ଥିଙ୍କ, ଇଏ ହଉଛି ଭାର୍ବ ହେଲା। କିସ ଭାବିବା, यार V2 किस हब थॉट, THOUGHT, थॉट ভিতরে কিস হব थॉट, THOUGHT, थॉट ହେଲା। think thought thought, THOUGHT ହେଲା। ତ ହଉଛି ସେ ଅଧିକାଂଶ ସମୟ କିସ ଭାବୁଥିଲା, ସେ ହଉଛି ନିଜର ବିଷୟରେ ହିଁ ଭାବୁଥିଲା ଅଧିକାଂଶ ସମୟ। ତାର ହଉଛି ପାଠ ପଢା ଚିନ୍ତା ତ ନାହିଁ ହେଲା, ବେଙ୍ଗର ପାଠ ପାଠ ଚିନ୍ତା ଅଛି କି ହେଲା, ତାର ପଢାପଢି ଚିନ୍ତା ତ ନାହିଁ, ପଢାପଢି ତ ନ କରି କିସ ନିଜର ଭିତରେ ଭାବୁ ହେଲା, ଦେଖେଇ ହଉଥାଏ ହେଲା।
ତ ଧର ସେତିକି ପାଠ ପାଠ ପଢି ତାକୁ ଘରେ ବି ପାଠ ପଢତେ ପଠାନି। ହଁ ଖାଲି ଯା କି କରୁଥାଏ, କଟର କଟର କରୁଥାଏ ହେଲା। ତ ତାର ପାଠ 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 ସାଠ ଛାଡି ଦେଇକି କିସ କରୁଥାଏ, ନିଜର ବିଷୟରେ ଭାବିବା ପାଇଁ ଲାଗିଥାଏ। ନା ତୁମେ ବି ସେମିତି ଭାବୁ କି ଓହୋ ମୁଁ କେତେ ହ୍ୟାଣ୍ଡସମ୍ ଭାବୁ ଭାବୁ ନହେଲେ କହିବୁ, ମୁଁ କେତେ ସୁସ୍ଥ ସବଳ ପିଲା କ୍ଲାସର ସବୁଠୁ ସୁସ୍ଥ। ହଁ। ଆଉ କିରଣ ଆଉ କିରଣ ବି ଭାବୁଥିବ ହଉଛି ଓ କି ମୁଁ କେତେ ସୁନ୍ଦରୀ ହେଲା। ଭାବୁଛ ଯାହା କରୁଛ କର ହେଲା, ପଢା ଟାଇମରେ ପଢବ ହେଲା, ଖେଳବା ଟାଇମରେ ଖେଳବ, ଆଉ ଭାବବା ଟାଇମରେ ଭାବ ହେଲା। ତ ଦେଖିବା କିସ ହଉଛି, ହାଉ ଓନଲି ହି କ୍ୟାନ୍ ଲିଭ୍ ବୋଥ ଇନସାଇଡ ଆଣ୍ଡ ଆଉଟସାଇଡ ୱାଟର ହେଲା। ତ ସେ ସବୁବେଳେ ଭାବୁଥାଏ ସେ କେମିତି ରହିପାରୁଛି ହେଲା, ସେ କେମିତି ରହିପାରୁଛି ମାନେ ଜଳ ଭିତରେ ବି ରହିପାରୁଛି, ଜଳ ବାହାରେ ବି କେମିତି ରହିପାରୁଛି ହେଲା। ଆଉ ସେ କେମିତି ଡିଆ ମାରି ପାରୁଛି ଆଉ ଚାଲି ବି ପାରୁଛି ହେଲା, କିଏ ଭାବୁଥାଏ, ବେଙ୍ଗ। ଆଇ ଏମ୍ ବେଟର ହେଲା। ତ ସେ ବେଙ୍ଗ ନିଜକୁ ନିଜ ଭାବୁଥାଏ, ମୁଁ ହଉଛି ସବୁଠୁ ଭଲ, କାହାର ଅପେକ୍ଷାଠୁ, ମାଛଠୁ ବି ଆଉ ଏନିମଲଠୁ ବି ହେଲା। ମାଛ ଅପେକ୍ଷାଠୁ ବି ଭଲ, ଏନିମଲ ଅପେକ୍ଷାଠୁ ବି ଭଲ। He said to himself again and again ହେଲା, ସେ ସବୁବେଳେ ହଉଛି ନିଜକୁ କହି ହଉଥାଏ ହେଲା। again ମାନେ କିସ, again ମାନେ ହଉଛି ପୁଣି ଥରେ। ତ ସେ ହଉଛି ବାରମ୍ବାର ନିଜକୁ କହି ହଉଥାଏ ହଉଛି କିସ, ମୁଁ କେତେ ଭଲ ହେଲା। when rain came, when ମାନେ ଯେତେବେଳେ ହଉଛି ବର୍ଷା ଆସେ, କେମ୍ ଟା କୋଉଠୁ ହେଇଛି, କମ ରୁ ହେଇଛି। କମ କମ ହେୟାର ଶୁଣିଛ ନା ନାଇଁ, କମ ମାନେ କିସ, ଆସିବା। କମ ରୁ କିସ ହେଇଛି, କମ ର ଭିଟୁ ହବ କେମ୍, କମ କେମ୍ ପୁଣି ସେଇ କମ, COME, କମ କେମ୍ କମ, କମ କେମ୍ କମ ହେଲା। ତ ହଉଛି ବେଙ୍ଗ କିସ, ଯେତେବେଳେ ବର୍ଷା ଆସେ, ହି ସେଡ୍ ଦିସ୍ ଲାଉଡର ଏଣ୍ଡ ଲାଉଡର ହେଲା, କ୍ରକ୍ 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 ହେଲା। ତ ହଉଛି ସେ ହଉଛି କିସ, ଲାଉଡର ମାନେ ହଉଛି ଜୋର କରି ଶବ୍ଦ କରି କହିବା ହେଲା। ତ ହଉଛି ସେ କିସ କହେ, ଜୋର ଶବ୍ଦରେ କିସ କହେ, କ୍ରକ୍ 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 କରେ ନା ନାଇଁ, ନା କେମିତି କରେ। ଏ ଇଂଲିଶ ବେଙ୍ଗ ବେଙ୍ଗଟା ବୋଲି କ୍ରକ୍ କ୍ରକ୍ କରୁଛି, ଆମର ଓଡିଆ ବେଙ୍ଗ କେମିତି କରିଥାନ୍ତା, କେଁ କଟର କରେ ଯେ। ଓଡିଆରେ କିସ କହେ, ବେଙ୍ଗର ରଡି କେମିତି କେଁ କଟର ଯେ ହେଲା, ଆଉ ଇଂଲିଶ ରେ କେମିତି କ୍ରକ୍ 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 କ୍ରକ୍। ତାପରେ ହଉଛି ହି ସେଡ୍ ଲାଉଡର ଏଣ୍ଡ ଲାଉଡର କ୍ରକ୍ କ୍ରକ୍ କ୍ରକ୍। ସେ ହଉଛି ସେ କିସ, ଜୋର ପାଟିରେ କ୍ରକ୍ କ୍ରକ୍ କରିଥାଏ। ଲିସିନ୍ ୟୁ ଫୁଲସ୍ ହେଲା, ତ ସେ କିସ କହୁଥାଏ, ସେ ତାର ଭାଷାଟା କ୍ରକ୍ କ୍ରକ୍ ଟା କିସ, ଲିସିନ୍, ଲିସିନ୍ ମାନେ ହଉଛି ଶୁଣିବା, LISTN ହେଲା। ଲିସିନ୍ ମାନେ କିସ, ଶୁଣିବା। ଇଏ ବି ଗୋଟେ ଭାର ବା ଲାଗିଛି ମାନେ ଇଏ ବି ଗୋଟେ ଭାର। ୟାର ହଉଛି କିସ, ଲିସିନ୍, LISTENED ହେଲା। ଭିଟୁ ହଉଛି ଲିସିନ୍, ଭିତରେ ବି ସେଇ ଲିସିନ୍, LISTENED ହେଲା। ତ ସେ କିସ କହୁଥାଏ, ଶୁଣ ଗଧ ହେଲା, ଫୁଲ ମାନେ ହଉଛି କିସ, ଗଧ। ଫୁଲ ମାନେ ଗଧ ବା ବୋକା, ଫୁଲ ମାନେ କିସ, ଗଧ ବା ହଉଛି ବୋକା ହେଲା। କୁହାଯାଏ ଶୁଣ ଗଧ ଦଳ ହେଲା, ଶୁଣ ବୋକା ଦଳ। ଲେଖିଦିଅ ହେଲା। ତ ସେ କହୁଥାଏ ଶୁଣ ଗଧ ଶୁଣ ବୋକା ହେଲା, କାହାକୁ କହୁଥାଏ, ଫିସ୍ ମାନଙ୍କୁ ହେଲା, ଫିସ୍ ମାନଙ୍କୁ କହୁଥାଏ। ୟୁ କ୍ୟାନ୍ ନଟ୍ ଲିଭ୍ ଅନ୍ ଲ୍ୟାଣ୍ଡ ହେଲା, ୟୁ କ୍ୟାନ୍ ନଟ୍ ଲିଭ୍ ଅନ୍ ଲ୍ୟାଣ୍ଡ, ତୁମେ ମାନେ ହଉଛି କିସ, ଲ୍ୟାଣ୍ଡ ମାନେ ହଉଛି ଭୂମିରେ ରହିପାରନି। ବଟ୍ ଆଇ କ୍ୟାନ୍ କ୍ରକ୍ 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 ହେଲା, କିନ୍ତୁ ହଉଛି କିସ, ମୁଁ କରିପାରିବି କ୍ରକ୍ 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 ହେଲା। ୟୁ ଫୁଲସ୍ ୟୁ ଆନିମଲ୍ସ ହେଲା। ତ ସେ ଆନିମଲ ମାନଙ୍କୁ ମଧ୍ୟ ଫୁଲ କହୁଥାଏ ହେଲା, ଫୁଲ ମାନେ ବୋକା କହୁଥାଏ। ୟୁ କ୍ୟାନ୍ ନଟ୍ ଜାମ୍ପ ବଟ୍ ଆଇ କ୍ୟାନ୍ ହେଲା, ତୁମେ ମାନେ ହଉଛି କିସ, ଜାମ୍ପ କରିପାରନି, କିନ୍ତୁ ହଉଛି ମୁଁ କିସ, ଜାମ୍ପ କରିପାରେ ହେଲା। ଜାମ୍ପ ମାନେ କିସ, ଡିଆଁ ମାରିପାରେ। ତାପରେ ଦେଖିବା କିଏ ହେଲା, ସରିଲା କି, ଆଉ ଗୋଟେ ଷ୍ଟାଞ୍ଜା ନାଇଁ, ସିଜନ 2 ଏଇଠୁ ଷ୍ଟାର୍ଟ ହେଲା। ତ ସାରିକି ଯିବା, ବୁଝା ଦି ମୋର ହି sang ହେଲା, ମୋର ମାନେ କିସ, ଅଧିକ, ଅଧିକ ହେଲା। ହି ମାନେ ଜାଣିଛ ସେ, ଏଇଟା ପୁଅ ବେଙ୍ଗଟାରେ ହି ଲାଗିଛି ମାନେ କିସ, ସେ। ସେଙ୍ଗ, ସେଙ୍ଗ ଟା କୋଉଠୁ ହେଇଛି, ସିଂ ରୁ ହେଇଛି, SING, ସିଂ ମାନେ ହଉଛି ଗାଇବା, ସିଂ ର ହଉଛି ସେଙ୍ଗ, SANG, ସିଂ ସେଙ୍ଗ ସାଙ୍ଗ, SUNG ହେଲା। ତ ସେ ଯେତେ ଅଧିକା ଗାଉଥାଏ, ଦି ମୋର ପ୍ରାଉଡ ହି ବିକମ୍ ହେଲା। ତ ସେ ହଉଛି ଅଧିକା ହଉଛି କି ଅଧିକା ଗର୍ବି ହଉଥାଏ, ସେ ଯେତେ ଅଧିକା ଗାଉଥାଏ, ବିକମ୍ ମାନେ ହେବା ହେଲା। ଦେଖିଲ ନା, ଦେଖିଲ। ଆଉ ଗୋଟେ ହଉଛି ବିକମ୍, ବିକମ୍ ମାନେ ହଉଛି କିଛି ମାନେ ହେବା,
ବିକମ୍ ମାନେ ହଉଛି ହେବା ହେଲା। BECOME ବିକମ୍ ମାନେ କିସ ହେବା ହେଲା। ইয়ার ହଉଛି କିସ ହବ ବିକେମ୍। V2 ହବ ବିକେମ୍ BECAME। ଆଉ V3 ବି ହବ ବିକେମ୍ BECAME ହେଲା। ତ ସିଏ ଯେତେ ଅଧିକା ଗାଉଥାଏ ସେତେ ଅଧିକା ନିଜକୁ ଗର୍ବୀ ମନେ କରୁଥାଏ। ବୁଝିପାରିଲ? ଦିଶୁଛି ନା ନାଇଁ କିର ହେଲା। ହିଜ ଭଏସ ବିକମ୍ ମୋର ଏଣ୍ଡ ମୋର ସୁଇଟ ଡେ ବାଇ ଡେ ହେଲା। ତାର ଭଏସ ଟା ହଉଛି ଭଏସ ମାନେ ଜାଣିଛ ସ୍ୱର ବିକମ୍ ମୋର ଏଣ୍ଡ ମୋର ସୁଇଟ ହେଲା। ତ ହଉଛି ତାର ଭଏସ ହଉଛି ସୁଇଟ ମାନେ ତୁମେ ଜାଣିଛ ମିଠା, କିନ୍ତୁ ଏଠି ହଉଛି କିସ ମଧୁର ଟୁ ହିମ୍ ଡେ ବାଇ ଡେ। ତ ସେ ମନେ ମନେ ଭାବୁଥାଏ ସେ ହଉଛି ଦିନକୁ ଦିନ ବହୁତ ସୁନ୍ଦର ବହୁତ ମଧୁର ଗୀତ ଗାଇ ଗାଇ ଚାଲିଛି ହେଲା। ନାଇଦାର ନାଇଦାର ମାନେ କୋଉଟା ବି ନୁହଁ NEITHER। ନାଇଦାର ମାନେ କିସ କୋଉଟା ବି ନୁହଁ, କୋଉଟା ବି ନୁହଁ ହେଲା। ନାଇଦାର ଦି ଫିସ୍ ନୋର ଦି ଏନିମଲ୍ସ କ୍ୟାନ୍ କ୍ରୋକ୍ ବାଟ୍ ଆଇ କ୍ୟାନ୍ ହେଲା। ତ ସେ ଭାବୁଛି ହଉଛି କିସ ଫିସ୍ କି ହଉଛି ଏନିମଲ ମାନେ କେହି କ୍ରୋକ୍ କ୍ରୋକ୍ କରିପାରନ୍ତି ନାହିଁ ଯୋଉଟା କି ମୁଁ କରିପାରୁଛି। ହି ସେଡ୍ ଟୁ ହିମସେଲ୍ଫ ଏଣ୍ଡ ୱେଣ୍ଟ ଅନ୍ କ୍ରକିଂ ହେଲା। ସେ ନିଜକୁ ନିଜ କହି ହେଉଥାଏ ଆଉ ହଉଛି କିସ ପୁଣି ଗାଇ ଚାଲିଥାଏ ହେଲା। ୱେଣ୍ଟ ମାନେ କିସ ଗୋରୁ ହେଇଛି ଗୋ ୱେଣ୍ଟ ଗନ୍, ଜାଣିଛ ଗୋ ମାନେ ଯିବା ହେଲା। ତାପରେ କ୍ରକିଂ କରି ଚାଲିଥାଏ ହେଲା। ତାପରେ ହଉଛି ପଢବା କ୍ଲୋଜିଂ ହିଜ। କ୍ଲୋଜ ମାନେ କିସ ବନ୍ଦ କରିବା। କ୍ଲୋଜ ମାନେ ହଉଛି ବନ୍ଦ କରିବା CLOSE। କ୍ଲୋଜ ମାନେ କିସ ବନ୍ଦ କରିବା। ये ଗୋଟେ ବାହାରଟା କ୍ଲୋଜ ରୁ କିସ ହବ କ୍ଲୋଜ୍ଡ CLOSED କ୍ଲୋଜ୍ଡ। ତାର ଭିତରେ ବି CLOSED ହେଲା। ତ ହଉଛି କ୍ଲୋଜିଂ ହିଜ ଆଇଜ। ତ ସେ ଆଖି ବନ୍ଦ କରି ହେଲା, ଆଖି ବନ୍ଦ କରି ତାର କ୍ରକ୍ କ୍ରକ୍ କରୁଥାଏ ହେଲା। କିଭଳି ଦେଖବା କିସ ହେଲା ଦେଖ ଦେଖିଲ ଠିକ ଲାଗୁଛ ତ ଭୁଲ ଭୁଲ ଲାଗୁଥିବ ହେଲା। ତାପରେ ଦେଖ କିସ ହେଲା। ତ ସେ କିସ ଆଖି ବନ୍ଦ କରି ଗାଉଥାଏ ହେଲା। ଏ କ୍ରୋ ଗୋଟିଏ କାଉ କେମ୍ ଏଣ୍ଡ ସେଟ୍ ନିୟର ବାଇ ହେଲା। ଗୋଟେ କାଉ ଆସିଲା ଆଉ ହଉଛି କି ଶୁଣ ବସିଗଲା କାହା ପାଖରେ ସେ ବେଙ୍ଗ ପାଖରେ ବେଙ୍ଗୁଲି ନନା ପାଖରେ ହେଲା। ନାନୀ ତ ନାଇଁ ବେଙ୍ଗୁଲି ନନା ପାଖରେ ନିୟର ବାଇ ମାନେ ପାଖରେ NEARBY ନିୟର ବାଇ ମାନେ କିସ ପାଖରେ ହେଲା। ଆଉ ସେଟ୍ ସେଟ୍ ମାନେ କିସ SAT। ସେଟ୍ ଟା କୋଉଠୁ ହେଇଛି କୁହ ନା ସିଟ୍ ରୁ ହେଇଛି SIT। ସିଟ୍ ମାନେ ବସିବା, ସିଟ୍ ମାନେ କିସ ବସିବା ହେଲା। ସିଟ୍ ରୁ V2 ହବ ସେଟ୍। ସେଟ୍ ଲେଖିଲ ନା ଲେଖିପାରିଲ ନା ଆଉଥରେ ଲେଖୁଛି ଆଉଥରେ ଲେଖି ଆଉଥରେ ଲେଖିବି। ସିଟ୍ ମାନେ ହଉଛି ବସିବା। ସିଟ୍ ର ହଉଛି V2 କିସ ହବ ସେଟ୍। ସିଟ୍ ସେଟ୍ ସିଟେନ୍ ହେଲା। ସରି ସିଟ୍ ସେଟ୍ ସେଟ୍ ନାହିଁ ସିଟ୍ ସେଟ୍ ସିଟେନ୍ SITTEN ହେଲା। ନା ରେ ସିଟ୍ ସେଟ୍ ସେଟ୍ ହିଁ ହୁଏ ହେଲା। ସିଟ୍ ସେଟ୍ ସେଟ୍ ଆଉ ସେମିତି ହୁଏ ହେଲା। ଛୋଟ ମୋଟ ଭୁଲ ମିଷ୍ଟେକ୍ ହୁଏ ହେଲା। ମଣିଷ ମାତ୍ରକେ ଭୁଲ ନା ନାଇଁ। ନହେଲେ କିରଣ କହିବ ସାର୍ ଆପଣ ଭୁଲ କରିଦଉଛନ୍ତି ହସି ଦବ କି ହେଲା। ତ କେତେ ଯାଏଁ ପଢିଲେ ହେଲା। ତ ହଉଛି କାହାର ପାଖରେ ବସିଲା ନିୟର ବାଇ ମାନେ ପାଖରେ ଇଏ ପାଖରେ ବସିଲା ବେଙ୍ଗୁଲି ନନା ପାଖରେ ବସିଲା ହେଲା। ହି ହିୟାର୍ଡ ଦି ଫ୍ରଗ କ୍ରକିଂ ହେଲା। ତ ସେ ହଉଛି ହିୟାର୍ଡ ମାନେ ହଉଛି ଶୁଣିବା HEARD ହାର୍ଡ ମାନେ ହଉଛି କିସ ଶୁଣିବା। ସେ ହଉଛି ଶୁଣିଲା ହେଲା। କାହାର ବେଙ୍ଗର ହଉଛି କ୍ରକ୍ 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 ସାଉଣ୍ଡ ଶୁଣିଲା। ଦି ଫ୍ରଗ ଓପେନ ହିଜ ଆଇଜ। ଓପେନ ମାନେ ହଉଛି ଖୋଲା ରଖିବା ହେଲା। ଓପେନ ମାନେ ହଉଛି କିସ ଖୋଲିବା। ଜାଣିଛ ହେଲା ତ ଲେଖନି। ଓପେନ ରୁ କିସ ହବ ଓପେନ ଓପେନ ହେଲା। ତ ହଉଛି ସେ ହଉଛି ବେଙ୍ଗ କିସ କଲା ତା ଆଖି ଖୋଲିଲା ହେଲା। ଏଣ୍ଡ ସୋ ଦି କ୍ରୋ କ୍ଲୋଜ ବାଇ ଦି କ୍ଲୋଜ ବାଇ ହେଲା। ଆଉ ସବୁ କ୍ରୋ କୁ ଦେଖିଲା କାଉକୁ ଦେଖିଲା ଯେ ହଉଛି ତା ପାଖରେ ବସିଛି ହେଲା। ଏଣ୍ଡ ସେଡ୍ ଟୁ ହିମସେଲ୍ଫ ହେଲା। ଆଉ ନିଜେ ନିଜକୁ କହି ହଉଛି ପୁଅର ହେଲା। ପର ମାନେ ଅସହାୟ ହେଲା। ପର ମାନେ ହଉଛି ଗରିବ କିନ୍ତୁ ହଉଛି ଏଠି କିସ ହବ କନା ଅସହାୟ। ପର ମାନେ ହଉଛି ଗରିବ ବା ଅସହାୟ। ଗରିବ ଅସହାୟ ଅସହାୟ ହେଲା। ସେ ହଉଛି ଅସହାୟ ଅସହାୟ କାଉ ହେଲା।
ହି କ୍ୟାନ୍ ନଟ୍ ଲିଭ୍ ଇନ୍ ୱାଟର ହେଲା। ସେ କାଉକୁ ଦେଖି କହୁଛି ବିଚରା କାଉ ହେଲା, ସେ ହଉଛି କିସ ପାଣିରେ ରହିପାରେନି। କାହାକୁ କହୁଛି? କାଉକୁ କହୁଛି। କିଏ? ବେଙ୍ଗ। ବୁଝିଲା? ସେ କହୁଛି ବିଚରା କାଉ ସେ ପାଣିରେ ରହିପାରେନି ହେଲା। ହି କ୍ୟାନ୍ ନଟ୍ ଜାମ୍ପ, ସେ ଡିଆଁ ମଧ୍ୟ ମାରିପାରେ ନାହିଁ। ଏଣ୍ଡ ହି କ୍ୟାନ୍ ନଟ୍ କ୍ରକ୍, ଆଉ ସେ ହଉଛି କ୍ରକ୍ କ୍ରକ୍ ମଧ୍ୟ କରିପାରେ ନାହିଁ। ଡାଜ୍ ଦି କ୍ର ନୋ ଦ୍ୟାଟ୍ ହି କ୍ୟାନ୍ ନଟ୍ ସୁଇମ୍ ଅର୍ ଜାମ୍ପ ଏଣ୍ଡ କ୍ରକ୍ ଲାଇକ୍ ମି ହେଲା। ତ ହଉଛି ସେ ବେଙ୍ଗ ଜାଣି, ସେ କାଉ ଜାଣିନି କି ମାନେ ସେ ପହଁରି ପାରେନି ବୋଲି ମୋର ପରି, ଆଉ ହଉଛି ଡିଆ ମାରି ପାରେନି ମୋର ପରି ବୋଲି ହେଲା। नो ହି ଡାଜ ନଟ୍ ନଟ୍ ହେଲା। ତ କିସ କରେ? ସେ ଜାଣିନି ହେଲା। କିସ କହୁଛି? ସେ ଜାଣିନି କିସ ହେଲା। ତ କିସ କହିଲେ? नो ହି ଡାଜ ନଟ୍ ନଟ୍, ହି ଡାଜ ନଟ୍, ଆଇ ୱିଲ୍ ଲେଟ୍ ହିମ୍ ନାଉ ହେଲା। ତ ସେ ବେଙ୍ଗ କିସ କହୁଛି ନା ସେ ଜାଣିଥିବନି ବୋଧେ ହେଲା। ତ ମୁଁ ତାକୁ ଜଣେଇବି। ଲେଟ୍ ମାନେ ହଉଛି କିସ? ଲେଟ୍ ମାନେ ହଉଛି ଦେବା। ଲେଟ୍ ହିମ୍ नो, ସୋ ହି ଆସ୍କ୍ड, ତେଣୁ ସେ ପଚାରିଲା। ଆସ୍କ ମାନେ ପଚାରିବା ହେଲା। ଆସ୍କ ମାନେ କିସ? ପଚାରିବା। ଆସ୍କ ରୁ ହେଇଛି ଆସ୍କ, ଏ ଏସ୍ କେ, ଆସ୍କ ମାନେ ପଚାରିବା। ତାର ଭିଟୁ ହଉଛି ଆସ୍କ, ଏସ୍ କେ ଇ ଡି, ତାର ଭିତରେ ବି କିସ? ଆସ୍କ। ଯେ ଜାଣିନ ଲେଖିଦିଅ ହେଲା। ତାପରେ ହଉଛି ସେ ପଚାରିଲା ମିଷ୍ଟର କ୍ରୋ ହେଲା। କ୍ରୋ ମହାଶୟ ମାନେ କାଉ ମହାଶୟ ହେଲା। କ୍ୟାନ୍ ୟୁ ସୁଇମ୍ ଲାଇକ୍ ମି, ତୁମେ ମୋ ପରି ପହଁରି ପାରିବ କି? ଲାଇକ୍ ମାନେ ପରି ହେଲା। नो आई कैन नॉट, रिप्लाई, रिप्लाइड ହେଲା। ରିପ୍ଲାଇଡ ମାନେ କି ସବୁ ମାନେ ରିପ୍ଲାଇ ରୁ ହେଇଛି। ଆର ଇ ପି ଏଲ ୱାଇ, ରିପ୍ଲାଇ ମାନେ ହଉଛି ଉତ୍ତର ଦେବା। ରିପ୍ଲାଇ ମାନେ କିସ? ଉତ୍ତର ଦେବା। ଲେଖିଦିଅ, ଉତ୍ତର ଦେବା। ରିପ୍ଲାଇ ରୁ କିସ ହେଇଛି? ରିପ୍ଲାଇଡ, ଆର ଇ ପି ଏଲ ଆଇ ଇ ଡି, ଭିତରେ ବି ଆର ଇ ପି ଏଲ ଆଇ ଇ ଡି ହେଲା। ଉତ୍ତର ଦେବା। ରିପ୍ଲାଇ ମାନେ କିସ? ଉତ୍ତର ଦେବା। ଆର ଇ ପି ଏଲ ୱାଇ, ଉତ୍ତର ଦେବା ହେଲା। ଆର ଇ ପି ଏଲ ୱାଇ ବନାନ ଠିକ ଲେ। ଆସ୍କ ମାନେ ହଉଛି ପଚାରିବା। ରିପ୍ଲାଇ ମାନେ ଉତ୍ତର ଦେବା ହେଲା। ରିପ୍ଲାଇ ରୁ କିସ ହେଇଛି? ରିପ୍ଲାଇଡ, ଆର ଇ ପି ଏଲ ଆଇ ଇ ଡି। ବନାନ ଜାଣିନି ରିପ୍ଲାଇ। ଆର ଇ ପି ଏଲ ୱାଇ, ଆଉ ଥରେ ଲେଖ ଆର ଇ ପି ଏଲ ୱାଇ, ରିପ୍ଲାଇ ମାନେ କିସ? ଉତ୍ତର ଦେବା ହେଲା। ଆଉ ରିପ୍ଲାଇ ରୁ କିସ ହେଇଛି? ରିପ୍ଲାଇଡ, ଆର ଇ ପି ଏଲ ଆଇ ଇ ଡି ହେଲା। ଭିତରେ ବି କିସ? ଆର ଇ ପି ଏଲ ଆଇ ଇ ଡି, ଦେଖିଲ ନା ହେଲା। ତ ସେ କାଉ ରିପ୍ଲାଇ ଦଉଛି ହଉଛି नो ହେଲା। ଆଇ କ୍ୟାନ ନଟ୍ ହେଲା। ଆଇ କ୍ୟାନ ନଟ୍, ତ ହଉଛି ସେ କାଉ କିସ ଉତ୍ତର ଦେଲା? ନା ମୁଁ ପାରେ ନାହିଁ ହେଲା। ପାଣିରେ ପହଁରି ପାରେନି କି ଡିଆଁ ବି ମାରି ପାରେନି। କିଏ କହୁଛି? କାଉ ହେଲା। ଦି କ୍ରୋ ଏଣ୍ଡ, ଦି କ୍ରୋ ମାନେ ହଉଛି ସେ କାଉକୁ ଉତ୍ତର ଦେଲା। ଏଣ୍ଡ କମ ଲିଟିଲ କ୍ଲୋଜର ହେଲା। ଆଉ ହଉଛି ସେ ଆଉ ଟିକେ ପାଖକୁ ଆସିଗଲା। କାହାର ପାଖକୁ? ସେ ବେଙ୍ଗ ପାଖକୁ, ଆଉ ଟିକେ ବେଙ୍ଗ ପାଖକୁ ଆସିଗଲା ହେଲା। କ୍ଲୋଜର ମାନେ ପାଖକୁ। କ୍ୟାନ୍ ୟୁ ଜାମ୍ପ ଲାଇକ୍ ମି, ପୁଣି କାହାକୁ ପଚାରୁଛି। କ୍ୟାନ୍ ୟୁ ଜାମ୍ପ ଲାଇକ୍ ମି ମିଷ୍ଟର କ୍ରୋ ହେଲା। କାଉ ମହାଶୟ ତୁମେ ମୋ ଉପରେ ଡିଆଁ ମାରି ପାରିବ କି? ଦି ଫ୍ରଗ ଆସ୍କ୍ଡ, କିଏ ପଚାରିଲା? ଫ୍ରଗ ହେଲା, ବେଙ୍ଗ ପଚାରିଲା। नो आई कैन नॉट, सेड ଦି କ୍ରୋ, ପୁଣି କାହାକୁ କହିଲା ହଉଛି ନା ମୁଁ ପାରେ ନାହିଁ। ବଟ୍ ଆଇ କେମ୍ ଏ ଷ୍ଟେପ ଫରୱାର୍ଡ ହେଲା। ବାଟ ହଉଛି କିସ? କେମ୍ ଏ ଷ୍ଟେପ ଫରୱାର୍ଡ ହେଲା। ପୁଣି ପାଖକୁ ପଳେଇ ଆସିଲା। ବୁଝିଲା? ବୁଝିପାରିଲ? କିଏ? କାଉ। କେନ୍ ୟୁ କ୍ରୋକ୍ ଲାଇକ୍ ମି, ପୁଣି ପଚାରିଲା ତୁମେ ମୋ ପରି ହଉଛି କ୍ରୋକ୍ କରିପାର କି? କ୍ରୋକ୍ ମାନେ ହଉଛି କେର୍କଟର ହେଲା। କରିପାର କି ମିଷ୍ଟର କ୍ରୋ? ମିଷ୍ଟର କ୍ରୋ କୁ ପୁଣି ପଚାରିଲା କାଉ ମହାଶୟ ତୁମେ ମୋ ପରି କ୍ରୋକ୍ କ୍ରୋକ୍ ସାଉଣ୍ଡ କରିପାର କି? ଦି ଫ୍ରଗ ଆସ୍କ୍ଡ ହିମ୍ अगेन, ପୁଣି ପଚାରିଲା ହେଲା। କିଏ? ବେଙ୍ଗ। नो आई कैन नॉट, सेड ଦି କ୍ରୋ, କମିଂ ଏ ଷ୍ଟେପ ନିୟରର ଦି ଫ୍ରଗ ହେଲା। ପୁଣି କିସ? ଆଉ ଗୋଟେ ମାନେ ହଉଛି ପାଦ ଆଗକୁ ପଳେଇ ଆସିଲା। କାହାର ପାଖକୁ? ବେଙ୍ଗ ପାଖକୁ ହେଲା। ଦେନ୍ ଦି ଫ୍ରଗ ସେଡ୍ ଇନ୍ ୱାନ୍ ବ୍ରେଥ ହେଲା। ତ ଗୋଟେ ନିଶ୍ୱାସରେ, ବ୍ରେଥ ମାନେ ହଉଛି କିସ? ନିଶ୍ୱାସ। ବି ଆର ଇ ଏ ଟି ଏଚ୍, ବ୍ରେଥ ମାନେ କିସ? ନିଶ୍ୱାସ। ତ ଗୋଟେ ନିଶ୍ୱାସରେ କହିଲା ହଉଛି ୟୁ କ୍ୟାନ ନଟ୍ ସୁଇମ୍ ଲାଇକ୍ ମି ହେଲା। କିଏ କହୁଛି? ବେଙ୍ଗ। ବେଙ୍ଗ କହୁଛି ତୁମେ ମୋ ପରି ପହଁରି ପାରେ ନାହିଁ। ୟୁ କ୍ୟାନ ନଟ୍ ସୁଇମ୍ ଲାଇକ୍ ମି ହେଲା। କିଏ କହୁଛି? ୟୁ କ୍ୟାନ ନଟ୍ ସୁଇମ୍ ଲାଇକ୍ ମି, ତୁମେ ମୋ ପରି ପହଁରି ପାର ନାହିଁ। କିଏ କହୁଛି? ବେଙ୍ଗ। ୟୁ କ୍ୟାନ ନଟ୍ ସୁଇମ୍ ଲାଇକ୍ ମି, ୟୁ କ୍ୟାନ ନଟ୍ ଜାମ୍ପ ଲାଇକ୍ ମି, ୟୁ କ୍ୟାନ ନଟ୍ କ୍ରକ୍ ଲାଇକ୍ ମି ହେଲା। ତୁମେ ମୋ ପରି ପହଁରି ପାରନି, ତୁମେ ମୋ ପରି ଜାମ୍ପ କରିପାରନି, ତୁମେ ମୋ ପରି କ୍ରକ୍ କରିପାରନି।
देन व्हाट कैन यू डू मिस्टर प्रो, तेबे तुमे कोन करि पारो हला काऊ महाशय, तेबे तुमे कोन जानिछ जदि किछि डिया भी मारी जानिनो तेबे होछि किस पहरी भी जानिनो होछि क्रॉक भी करि पारिनो तेबे होछि तुमे किसो करूछो हला तुमे किसो करिछो दी क्रो सेड हला तो के कहला काऊ कहला हला तो काऊ कहूछि आई कैन कैच यू लाइक दिस मिस्टर फ्रॉग हला तो से काऊ कहूछि मु तुमको एमती धरि पारबी धरि के देखै देला हला मु तुमको एमती धरि पारबी आई कैन कैच कैच माने किसो सीएटी सीएच कैच माने धरिबा कैच माने धरिबा हला कैच रु किस होइछि कॉट सी ए यू जी एच टी हला आ तार भितरे भी किस कॉट सी ए यू जी एच टी बुझला तो से कहूछि मु तुमको सेमती एमती धरि पारबी केमती हला देखै दउछि आई कैन कोट यू लाइक दिस मिस्टर फ्रॉग एंड फ्लाई अवे ओनली हला आ होछि किस कला फ्लाई फ्लाई माने उड़ीबा एफ एल वाई फ्लाई माने किस उड़ीबा एवे एवे माने दूरकू ए डब्ल्यू ए वाई एवे माने किस दूरकू काउକୁ ଧରିକି ମାନେ ସରି ବେଙ୍ଗକୁ ଧରିକି ଉଡିକି ନେଇକି ପଳେଇଲା ହେଲା and the crow caught the neck of the frog and flew away ହେଲା ଆଉ ହଉଛି କିସ the crow caught the neck of the frog ହେଲା ବେକ neck ମାନେ କିସ ବେକ ସେ frog ର ବେକଟାକୁ ଧରିକି କିସ ଉଡି ପଳେଇଲା fly ମାନେ ଉଡିବା ହେଲା fly ରୁ କିସ ହେଇଛି କଣ flew F L E W flew fly flew flown F L O W N ହେଲା ସରିଲା O W N ରାଇଟ ନ ଟାଇମିଂ ଦେଖୁଛ ରାଇଟ ନ ବାଜିଲା କି ହଉ ତ ଏଥିରୁ ଗପରୁ କିଛ ଶିକ୍ଷା ପାଇଲ କେବେ ଗର୍ବ କରିବ ନାହିଁ ହେଲା ଆଉ ଯଦି ଗର୍ବ ଏତେ କରିବା ପାଇଁ ଇଚ୍ଛା ହଉଛି ତେବେ କି କାହାର ପାଇଁ ଗର୍ବ କର ନିଜ ଦେଶ ପାଇଁ ହେଲା ତ ଗର୍ବ ଆକ୍ଚୁଆଲି ଭଲ ନାହିଁ ହେଲା ଗର୍ବ ଜିନିଷଟା ହିଁ ଭଲ ନାହିଁ ହେଲା ସେ ଦେଶ ପାଇଁ ବି ଗର୍ବ କରିବା ଉଚିତ ନୁହଁ କି ୟା ପାଇଁ ବି ଗର୍ବ କରିବା ଉଚିତ ନୁହଁ, ହେଲା ବୁଝିପାରିଲ ହୁଁ